ଯଦି ଆପଣଙ୍କ ଗୃହରେ ରୋଜଗାର କମ୍ ହେଉଛି, ରୋଜଗାର ହେଲେ ମଧ୍ୟ ତାହା କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯାଉଛି ଏବଂ ଆପଣ ସେହି ଧନକୁ ସଞ୍ଚୟ କରିବାକୁ ସମର୍ଥ ହୋଇପାରୁନାହାନ୍ତି, ତେବେ ଏହି ସବୁ ସମସ୍ୟାରୁ ସମାଧାନ କରିବା ପାଇଁ ଆପଣ ନିଜ ଗୃହର ଦକ୍ଷିଣ ପୂର୍ବ କୋଣରେ ମୟୂର ପଙ୍ଖ ରଖିବା ଦ୍ୱାରା ଆପଣଙ୍କର ଏହି ସବୁ ସମସ୍ୟା ଗୁଡ଼ିକ ଦୂର ହୋଇଯାଇଥାଏ। ଏପରି ମାନାଯାଇଥାଏ ଯେ ଯେଉଁ ଘରେ ମୟୂରପୁଚ୍ଛ ରହିଥାଏ ସେହି ଘରକୁ ସାପ ପ୍ରବେଶ କରିପାରିନଥାଏ। ତେବେ ଆପଣଙ୍କ ଘର ପାଖରେ ଯଦି ସାପମାନଙ୍କର ଡେରା ରହିଥାଏ ଏବଂ ଆପଣଙ୍କ ଘରକୁ ସାପ ପଶିବାର ଭୟ ରହିଥାଏ, ତେବେ ଆପଣ ନିଜ ଘରର ସାମ୍ନାରେ ମୟୂରପୁଚ୍ଛ ଲଗାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମଧ୍ୟ ଆପଣଙ୍କ ଗୃହକୁ ସାପ ପ୍ରବେଶ କରିପାରିନଥାଏ। ଯଦି ଆପଣ ନିଜର ଧନ ରଖୁଥିବା ସ୍ଥାନରେ ଗୋଟିଏ ମୟୂରପୁଚ୍ଛ ରଖନ୍ତି, ତେବେ ଆପଣଙ୍କର ଧନ ବୃଦ୍ଧି ହେବା ସହିତ ବଦଖର୍ଚ୍ଚ ମଧ୍ୟ ଧୀରେ ଧୀରେ କମ୍ ହୋଇଯାଇଥାଏ, ଯାହାଫଳରେ ଆପଣଙ୍କର ସଞ୍ଚିତ ଅର୍ଥ ବୃଦ୍ଧି